शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शोभाङ्गं लक्ष्मीकान्तं कमलनयनं योगिर्भिध्यानगम्यं वन्दे विष्णु भवभयहरं सर्वलोकैकनाथम्। एकादशी महात्म्य। षट्तिला एकादशी कथा। युधिष्ठिर उवाच स्तुतिकरिण युधिष्ठिर कहन्ति प्रभु दामोदर माघर कृष्ण एकादशी नाम हि कहिबा विशेषी। श्रीकृष्ण उवाच कृष्ण कहन्ति युधिष्ठिर बाल्यगस्त्य दुहिंकर बाल्य कहन्ति हे अगस्त्य तुमे समस्ते शास्त्रेभ्यस्त ଯାହା ପଚାରୁଅଛି ମୁହିଁ କହିବା ସନ୍ଦେହ ଫିଟାଇ। ମର୍ତ୍ତ୍ୟ ନିବାସୀ ପ୍ରାଣୀମାନେ ପାପ କରନ୍ତି ଅନୁକ୍ଷଣେ ଗୋହତ୍ୟା ବ୍ରହ୍ମ ହତ୍ୟା ପାପ କରି ଲଭନ୍ତି ବ୍ରହ୍ମ ଶାପ ପରଦ୍ରବ୍ୟର ଅପହାରେ ପ୍ରବର୍ତ୍ତିଛନ୍ତି ପରଦାରେ ପରନିନ୍ଦନ ପରହିଂସା ପ୍ରଶସ୍ତ ଜନ ପ୍ରଶଂସା କରି ମନ୍ତ ପାପମାନ ନରକେ ପଡ଼ିବ ପ୍ରମାଣ। କେଉଁ ବ୍ରତରେ କେଉଁ ଦାନେ କିୟବା ଅନାୟାସ ପୁଣ୍ୟେ ହେବ ତାହାଙ୍କ ପାପ କ୍ଷୟ କହିବା ମୁନି ଅସଂଶୟ। ବାଲ୍ୟ ବଚନେ ମହାମୁନି କହନ୍ତି ପ୍ରଶଂସାର ଘେନି ହେ ବାଲ୍ୟ ତୁମ୍ଭେ ପୁଣ୍ୟଶୀଳ ପର ଦୁଃଖରେ ଦୁଃଖୀ ହେଲ କହିବା ପଚାରିଲ ଯାହା ଅବ୍ୟକ୍ତ ଗୁପ୍ତ ଶୁଣ ତାହା ଯାହାକୁ ବ୍ରହ୍ମା ବିଷ୍ଣୁ ଶିବ କହି ନାହାନ୍ତି ଗୁପ୍ତ ଭାବ ତୁମ୍ଭ ନିକଟେ ତାହା ମୁହିଁ କହିବି ଶୁଣ ସ୍ଥିର ହୋଇ। ପ୍ରାତଃକାଳରୁ ସ୍ନାନ ସାରି ଶୁଦ୍ଧେ ଇନ୍ଦ୍ରିୟ ଜୟ କରି ଛାଡ଼ିବ ଦେହୁ ଅହଙ୍କାର କ୍ରୋଧ ପୈଶୂନ୍ୟ କାମ ଆର ଦେବଦେବଙ୍କୁ ମନେ ଧରି ପାଦକୁ ପ୍ରକ୍ଷାଳନ କରି ଘେନିବ ଭୂମି ଅପତିତ ଗୋମୟ ଦେଖିବା ସଂସ୍କୃତ ତହିଁ ପକାଇ ତିଳମାନ କରିବା ପିଣ୍ଡିକା ଯେସନ ହେବ ଏ ଅଷ୍ଟୋତ୍ତର ଶତ ନ କରି ବିଚାରଣା ଏଥ। ମାଘର କୃଷ୍ଣ ଏକାଦଶୀ ନାକ ଭୂଲମ୍ବ କରି ଭାସି ଏଥି ଯେ ନିୟମ ବିଧାନ କହିବା ବିଧେୟର ମାନ। ପ୍ରାତଃକାଳରେ ସ୍ନାନ କରି ସେ ଇଷ୍ଟ ଦେବ ପୂଜା କରି ଅଧ ଊର୍ଧ୍ୱ ବାୟୁ ଯେବେ ଶୁଦ୍ଧ ହୋଇବ କୃଷ୍ଣ ଭାବେ ଗୋଘୃତ ଦେଇ ନ ଜାଗର ରାତ୍ରିରେ ରହି ଉଜାଗର ଗୋଘୃତ ଦେଇ କ୍ରିୟା ସାରି ନାରାୟଣଙ୍କୁ ପୂଜା କରି ମାଲ୍ୟ ସୁଗନ୍ଧ ଦ୍ରବ୍ୟମାନ କର୍ପୂର ଗୁରୁ ଚନ୍ଦନ ଦିବ୍ୟ ଅମ୍ବର ଅଳଙ୍କାର ଯେଅ ବା କିଛି ଚମତ୍କାର ଶର୍କରା ଦଧି ଦୁଧ ସର
ଖଣ୍ଡ କଦଳୀ ଯେ ମଧୁର। ବୀଜ ପୂରକ ନାରିକେଳ କୁଷ୍ମାଣ୍ଡ ବା ଯୁଗ ଫଳ। ଏ ଆଦି ଦ୍ରବ୍ୟମାନ ଘେନି ପୂଜିବ ନାରାୟଣ ଜାଣି। ସଂସାର କୃଷ୍ଣ ନାମେ କରି ଯେ ପୂଜା ଦ୍ରବ୍ୟ ଆଦି ଧରି। କେ କୃଷ୍ଣ କୃଷ୍ଣ ଦୟା ନେବ ଗତି ଅଗତି ଜନ ଭବ। ଭବାବ୍ଦି ମନ୍ତ୍ର ଏହୁ ଜନ୍ମ ପ୍ରସିଦ୍ଧ ହେ ମଧୁସୂଦନ। ନମସ୍ତେ ପୁଣ୍ଡରୀକେ କ୍ଷଣ ନମରେ ହେ ବିଶ୍ୱଭାଜନ। ନମସ୍ତେ ସୁବ୍ରହ୍ମଣ୍ୟ ଅଜ ହେ ମହାପୁରୁଷ ପୂର୍ବଜ। ମୁଁ ଦେଉଅଛି ଅର୍ଘ୍ୟ ଘେନ ଲକ୍ଷ୍ମୀ ସହିତ ନାରାୟଣ। ଇତି ଅର୍ଘ୍ୟ ମନ୍ତ୍ର। ଏ ମନ୍ତ୍ର ପଢ଼ି ବ୍ରତୀ ଜନେ ଅର୍ଘ୍ୟକୁ ଦେବାର ବିଧାନେ। ପୂଜିବ ଆଚାର୍ଯ୍ୟ ବ୍ରାହ୍ମଣ କରିବ ମୁକୁଟ ପ୍ରଦାନ। ଦେବ ସୁଯତ୍ର ଉପାନହ ବୋଲିବ କୃଷ୍ଣ ପ୍ରୀତ ହୁଅ। ଦେବ ବସନ କୃଷ୍ଣ ଗାଇ ଯଥା ଶକ୍ତିରେ କୃଷ୍ଣ ପାଇ। ଦ୍ୱିଜ ଶ୍ରେଷ୍ଠରେ ତିଳ ପାତ୍ର ଦେବ ଆସନ ସହ ବସ୍ତ୍ର। ସ୍ନାନ ସାରିଣ ଦାତା ପୁଣ ପୂଜିବ ଦେବତା ବ୍ରାହ୍ମଣ। ଯେତେ ପ୍ରରହ ତଳୁ ଜାତ ତେତେ ସହସ୍ର ବର୍ଷ ଗତ। ସ୍ୱର୍ଗେ ବସଇ ସେହୁ ଯାଇ ଶୁଣ ଅଗସ୍ତ୍ୟ ଯାହା କହି। ଯେ ତିଳୋଦକ ତିଳ ସ୍ନାଇ ତିଳ ବଦଳି ତିଳ ଯାଇ। ଯେ ତିଳୋଦକୀ ତିଳ ହୋମି ସଟ ତିଳ ନୋହେ ପାପ ଭୂମି। ଏ ସଟ ତିଳର ପ୍ରଭାବ କହି ନ ପାରେ ପଦ ଭାବ। ଶୁଣ ଏ ମହିମାର ଭେଦ ଶ୍ରୀକୃଷ୍ଣ ନାରଦ ସମ୍ବାଦ। ପୂର୍ବେ ନାରଦ ପଚାରିଲେ ଯାହା ସେ ଶ୍ରୀକୃଷ୍ଣ କହିଲେ। ନାରଦ ଉବାଚ କହିବା ହେବେ ଯଦି ଧନ୍ୟ ସର୍ତ୍ତିଳ ଏକାଦଶୀ ପୁଣ୍ୟ। କହିବା ସୋପାଖ୍ୟାନ କରି ଯେବେ ସନ୍ତୋଷ ନର ହରି। ନାରଦ ପଚାରନ୍ତେ ହରି କହନ୍ତି ପ୍ରୀତି ଭାବ ଧରି। ଶ୍ରୀକୃଷ୍ଣ ଉବାଚ ପୂର୍ବେ ମର୍ତ୍ତ୍ୟ ଲୋକେ ଜାଣ ଥିଲେ ଯେ ଏକଇ ବ୍ରାହ୍ମଣ। ସଦା ମୋ ବ୍ରତେ ପରାୟଣ କରଇ ମୋ ମୂର୍ତ୍ତି ପୂଜନ। ନିରତେ ମାସୋପାବାସରେ ମୋ ପାଦେ ଅତି ଭକ୍ତି କରେ। ଯେ କୁଛ ଚନ୍ଦ୍ରାୟଣ ବ୍ରତ ତେଣେ ବନ୍ଦିଲା ତାର ଚିତ। ଏମନ୍ତ ବ୍ରତ ଉପବାସ କରନ୍ତେ ହେଲା ଅତି କୃଶ। ଦେବ ଅବିରାଧିଜ ଗୃହ ତୋଳାଇ ଦେବାରେ ଆଗ୍ରହ। ତୋଳାଇ ମାତ୍ର କଦିଅଇ ଅନତ ଲାସନ କରଇ। ଏରୂପେ ସେହୁ ମହାସତୀ ସବୁ କାଳରେ ମୋର ପ୍ରୀତି। ନ ଦେଲା ଭିକ୍ଷା ଭିକ୍ଷୁକରେ କିଛି ନ ଦେଲା ଦ୍ୱିଜ କରେ। ଗୃହ ବସନ ଦେଲା ନାହିଁ ନ ଦେଲା ଅନ୍ନ ସୃଷ୍ଟି କାହିଁ। ଏମନ୍ତେ କେତେ କାଳ ଗଲା ମୋ ଅନ୍ତଃକରଣେ ହୋଇଲା। ଅନେକ ବ୍ରତ ପୁଣ୍ୟ କଲା ତେଣୁ ଏ ଶୁଦ୍ଧ ତନୁ ହେଲା। ତଥ୍ୟ ଏ କାୟ କ୍ଲେଶ କରି ଅର୍ଜିଲା ସ୍ୱୟଂ ଦେବ ପରି। ନ ଦେଲା ଅନ୍ନ ଦାନ କିଛି
जेणे परम तुष्टि बांछी। एमंत जाणिन नारद मर्त्यलोकरे देला पाद। कपिल रूपकु धइली पात्रे भिक्षाकु मागिली। शुणी से न शुणिला होई पचारे मते जीव काहीं। अइले केउठारु आज कह मो आगे दिज राज। मुकुणी ता शुणी न शुणी मागिली अन्न दे तरुणी। तंभा पात्रे माटी पिंड गोटाए फिंगी देला दांड। एमंत रीति तार देखी मने नारद हेले दुखी। दुख विचारी स्वर्गपुर गली मु छाड़ी से शरीर। पुणी बहुत काल गला तपसी प्राण शून्य हेला। ए महाव्रत प्रभाव रे स्थान पाइला स्वर्गपुरे। ए मृत पिंड दान करी पाइला मनोरथ पुरी। जेणु न कला अन्न दान तेणु ए परी धनहीन। पुररे पशि किछि धन न देखी होई क्षीण मन। पुरु बाहारी मो क्रते कहई महाकोप चिते। मुकली कुछ चंद्रायण भजिले देव नारायण। कली मो उपवास व्रत देव ब्राह्मण गृह सत। मो घरे किछि धन नाही कि बुद्धि कह भावग्राही। ए पाद पद्म आश्रे करी त्रिलोके हेली मो सुंदरी। पाइली अनुपम पुरी निर्धन हेली कि परी। शुणी से ब्राह्मणी वचन जहा कहिली तुम्हे शुण। पूर्व वासना बसे जीव करे अपुण्य पुण्य भाव। जे बड़ कर्म करी थाई शेष कर्मर फल पाई। तू देवी दिज कलु घर तेणु पाइलु दिव्यपुर। व्रत तपरे कृश हेलु तेणु तू सुंदरी होइलु। जेणु न देलु किछि धन तेणु निर्धन तो भवन। जीवर कृत कर्म मान दियई काल जे समन। शुणिए तत्व तपस्विनी पादे पड़िला जोड़ी पानी। अत्यंत दिनहीन होई रहिला मो पादकु ध्याई। बोइली विषादन घेनी जाओ पुरकु तपस्विनी। तुम्भकु देखिबाकु थोके आसिबे जगतर लोके। कबाट किली रहिथिबु डाकिले बाहर नहिबु। जानिबु जाहार आग्रह बोलिबु सत्य वाक्य कह। सटतीर पुण्य देवी बोली कबाट दिय पेली। ए मध्ये जेहि केहि जेबे सत्य मु देबई बोलिबे। तेबे तू सत्य कराइबु बेगे कबाट फिटाइबु। एमंत मोह ठारु शुणी गला पुरकु तपस्विनी। एही समय देवी माने देखिबा बोली करी मने। अइले तपस्विनी पुर देखिले पड़ी अछि द्वार। बोइले फिटा दुआर देखिबा तुम्भर शरीर। त्रैलोके रूपवती होई तुमर ख्याति शुणी थाई। देवी मानक बाणी शुणी
कहती तपसी तरुणी जेबे मोहर दर्शने उपुजी अछि श्रद्धा मने शक्तिर पुण्य दियो मते दुआरी उद्घाटने मन्ते से माने चुहा चुही होई बोइले पुण्य नोहे देई एते विचारिले उठिला ए मध्ये जणे कबोइला शक्तिर पुण्य नियमर देखाओ तुम्भर शरीर शुणु जे अछु तिनि लोके नाही तो रूप समलोके ए रूप प्रत्यक्ष करिबा शक्तिर पुण्यर जीवा एमंत शुणी से महिला द्वार फिटाई बाहरिला देखि न देव नारी माने अति विस्मित हेले मने ए रूपे रूपवती होई तिनि लोकरे प्राय नाही असुरी गांधर्वी किन्नरी जेबा पनगी अपसरी मानुषी किंपाई लेखिबा ए नारी समान देखिबा होई नथिला हेब नाही ईदृश रूपवती काई एरो से स्तुति करी मुदे गले से नारी देव वृंदे तपसी पशिला कपूरे देखिला पुर संपदरे मणिमोहर अनुग्रह मो पादे कला अति स्नेह अत्यंत तृषा न करिब बीत साठ्यकु विवर्जीब आपना चित्त अनुसरी तीरवसनु दान करी विधिरे कृत तीर दान हरई सर्व पाप मान जान शरीर निश्चित ए रूप नथिब सुव्रत आरोग्य जन्म जन्म होए दरिद्र कष्ट को न पाए 61 तीर एकादशी सकल पुण्य धर्म राशि शुण हे बाल्य महामुनि कहि अछंती पद्मजोनि महात्म्य शुणिब पढ़िब पातक क्षय जे लोड़िब महात्म्य शुणे जेबा पढ़े त्रिविध पातके न पड़े इति श्री द्वादश कल्पे माघ कृष्ण शक्तिर एकादशी महात्म्य नाम पंचम अध्याय। हरि शरणं हरि शरणं हरि शरणं हरि शरणं गुरु शरणं गुरु शरणं गुरु शरणं गुरु शरणं बाबा शरणं बाबा शरणं बाबा शरणं बाबा शरणं। माघ मास महात्म्य चतुर्थ अध्याय। श्री भगवान उवाच कहन्ति प्रभु भगवान उद्धव हुओ सावधान शुणतु एक मन देई कर्म सजाऊ तोर देही ब्राह्मण पत्नी के कहिला तीर्थ को जीवई बोइला ब्राह्मण मुखु एहा शुणी विषाद लभिला तरुणी विकले बोलई उत्तर हे पति ए बुद्धि न कर पुत्र दुहिता किछि नाही केमन्ते एकाथिबि मुई तुम्भे आसिब केते दिने कहे स्वरूप वचने ब्राह्मण बोइले रे सही आसिबि दिना केते रही
ତୁମର ଜୀବନ ମୃଗାକ୍ଷୀ ମୁଁ ତତେ ନ ପାରଇ ମୂର୍ଚ୍ଛି ନିକଟେ ଆସିବି ସଙ୍ଗାତ ତୋ ଆଗେ କହୁଅଛି ସତ୍ୟ ଶୁଣି ସନ୍ତୋଷ ବାଳା ହେଲା ବ୍ରାହ୍ମଣ ସନ୍ତୋଷ ହୋଇଲା ଯିବାକୁ ଉଦ୍ବେଗ ମନ ପିନ୍ଧିଲା ଶୁକ୍ଳ ବସନ କପାଳେ ଘେନି ଦଶ ଚିତା ସ୍କନ୍ଧରେ ଶୋଭଇ ପଇତା ଶ୍ରବଣେ ଶୋଭିତ କୁଣ୍ଡଳ ଗଳାରେ ରୁଦ୍ରାକ୍ଷର ମାଳ ଧଳା ଛତା ପୋଥି ହାତେ ଗଢୁ ତମ୍ଭା ପାତ୍ରୀ ସହିତେ ଆବର କୁଶ ବିଡ଼ି ନେଇ ପବନୁ ଗଲା ଖର ହୋଇ ଅନେକ ଧନ ରତ୍ନ ଥିଲା ବ୍ରାହ୍ମଣ କିଛି ନ ନେଲା ପତ୍ନୀ ଯେ ଗଲା ଗୋଡ଼ାଇ ବାଟରୁ ଦେଲା ଲେଉଟାଇ ଏକାନ୍ତେ କରଇ ଗମନ ହୃଦେ ଚିନ୍ତଇ ଭଗବାନ ଏମନ୍ତେ କେତେ ଦୂର ଗଲା ଶବର ପଲ୍ଲୀରେ ମିଳିଲା ସେଠାରେ ଉପବାସ କରି ଅନିଦ୍ରେ ବଞ୍ଚିଲା ସର୍ବରି ପ୍ରଭାତେ ଗଲା ପଥ ବାହି କାବେରୀ ନଦୀ ତୀରେ ଯାଇ ତହିଁ ସାରିଲା ନିତ୍ୟ କର୍ମ ଯାଇ ଦେଖିଲା ଏକ ଗ୍ରାମ ସେନଗ୍ର ଜନେ ତାକୁ ଦେଖି ଆନନ୍ଦେ ହୋଇ ମହାସୁଖୀ ଆସନ ଦେଇ ବସାଇଲେ କାହୁଁ ଅଇଲ ପଚାରିଲେ ବ୍ରାହ୍ମଣ କହିଲା ସମସ୍ତ ଶୁଣି ହରସ ତାଙ୍କ ଚିତ ତଣ୍ଡୁଳ ହାଣ୍ଡି ଦେଲେ ଆଣି ରାନ୍ଧି ଭୁଞ୍ଜିଲା ବିପ୍ରମଣି ତକ୍ଷଣେ କଲା ଗମନ ସେଠାରୁ କଲା ଗମନ କେବଳ ଠାବେ ଦିନେ ରହି ପୁଣି ପ୍ରଭାତୁ ଚଳି ଯାଇ କାହିଁ ରହି ଦିନ ଚାରି ଅତି ଦୁଃଖରେ ଦିନ ହରି କାହିଁ ରହି ପକ୍ଷ ଦଶ ଭ୍ରମଣ କରେ ଚଉପାଶ ଚଳଇ ପୂର୍ବ ମୁଖ ହୋଇ ବନ ପର୍ବତ ଚଳି ଯାଇ ପଥ ଗମଇ ଅତି ଶ୍ରମେ ଚଳିଲା ଶ୍ରୀ ପୁରୁଷୋତ୍ତମେ ସମୁଦ୍ରେ ସାରିଲା ସ୍ନାନ କୃଷ୍ଣଙ୍କୁ କଲା ଦର୍ଶନ ଖଣ୍ଡିଲା ଅଶେଷ ଦୁରିତ ଦର୍ଶନେ ହୋଇଲା ମୁକତ ବ୍ରାହ୍ମଣ ମନରେ ହରସ ତହିଁ ରହିଲା ଦିନ ଦଶ ସେଠାରୁ ଚଳିଲା ତ୍ୱରିତ ହୋଇଲା ଉଦବେଗ ଚିତ ଗଙ୍ଗାରେ ସ୍ନାନ କରିଣ ଦେଖିଲା ବିଶ୍ୱନାଥ ପୁଣ ମହାଦେବଙ୍କୁ ସ୍ତୁତି କରି ସେଠାରୁ ଗଲା ଅପସରି ଗୟା ତୀର୍ଥକୁ ଗଲା ଚଳି 40 ଦିନେ ଯାଇ ମିଳି ମୂର୍ତ୍ତିଏ ଅଛଇ ସେଠାର ନାମ ତାହାର ଗଦାଧର ସେଠାରେ ନିତ୍ୟ କର୍ମ ସାରି ଯାଇ ଦେଖିଲା ତ୍ରିପୁରାରୀ ଗଦାଧରକୁ ଦେଖି ଡୋଳେ ଦୁରିତ ଗଲା ଅବହେଳେ ସାନନ୍ଦ ଦାମୋଦର ପତି ସେଠାରୁ ଚଳିଲା ତଡ଼ତି ସୁମରି ଶ୍ରୀ ଜଗନ୍ନାଥଙ୍କୁ ଗମଇ ପ୍ରୟାଗ ତୀର୍ଥକୁ ଏମନ୍ତେ ଗଲା କୋଶ ଚାରି ପଥେ ରହିଲା ଫୁଟି କରି ବସିଲା ବଟ ବୃକ୍ଷ ତଳେ କଲା ବିଶ୍ରାମ ଖରା ବେଳେ ଏକେ ଅଟଇ ମଧୁମାସ ପ୍ରଚଣ୍ଡ ଖରା ଯେ ପ୍ରକାଶ
ଶରୀରୁ ବହେ ଶ୍ରମ ଝାଳ, କ୍ଷୁଧାରେ ଉଦର ବିକଳ। ବୃକ୍ଷ ଛାୟାରେ ଅଛି ବସି, ଏମନ୍ତ ମଦନ ସୁକେଶୀ। ସଙ୍ଗତେ ଦାସୀ ଗଣ ଘେନି, ଆସିଣ ମିଳିଲା କାମିନୀ। ଜାତିରେ ବେଶ୍ୟା ସେଉ ନାରୀ, ଅଟଇ ଅତ୍ୟନ୍ତ ସୁନ୍ଦରୀ। ସ୍ନାନ ଅର୍ଥେ ଯାଉଥିଲା, ବିପ୍ରକୁ ପଥରେ ଦେଖିଲା। ଦେଖିଣ କଲା ନମସ୍କାର, ସଧୀରେ ବୋଲଇ ଉତ୍ତର। କେବଳ ଦେଶରୁ ଆସିଲ, କି କାର୍ଯ୍ୟ ଏଥେ ବିଜେ କଲ। ଆଉ ତ ସଙ୍ଗେ କେହି ନାହିଁ, ଏକାନ୍ତେ ବସିଛ କି ପାଇଁ। ବ୍ରାହ୍ମଣ ବୋଲଇ ବଚନ, ଶୁଣରେ ଯୁବତୀ ରତନ। ଘର ମୋ କନାଉଜ ଦେଶ, ହୁଡ଼ିଲି ପତ୍ନୀ ସଙ୍ଗ ଆସ। ଅଇଲି ତୀର୍ଥ ଯାତ୍ରା ଅର୍ଥେ, ଶ୍ରମରେ ବସିଲି ଏକାନ୍ତେ। ହସିଣ ବୋଲଇ ଚତୁରୀ, ଆସ ହୋ ଯିବା ଆମ୍ଭପୁରୀ। ହାଣ୍ଡି ତଣ୍ଡୁଳ ଦେବି ମୁହିଁ, ରାନ୍ଧିଣ ଭୁଞ୍ଜିବ ଗୋସାଇଁ। ଆଜ ମାତ୍ରକ ତହିଁ ଥିବି, କାଲି ସକାଳୁ ଚଳିଯିବି। ବ୍ରାହ୍ମଣ ପଚାରଇ ପୁଣି, ଏ ନାରୀ ଧନବନ୍ତ ପ୍ରାଣୀ। ଯେବେ ମୁଁ ଭେଟିଲି ଏହାକୁ, ଯିବଇଁ ଏହାର ପୁରକୁ। କ୍ଷୁଧାରେ ଶରୀର ଆରତ, ରାନ୍ଧିଣ ଭୁଞ୍ଜିବନି ଭାତ। ଏତେ ବିଚାରି ବିପ୍ରବର, ତହୁଁ ଉଠିଲା ଧାତିକାର। ବୋଲଇ ଏବେ ଚାଲ ଯିବା, ତୁମ୍ଭର ଭବନ ଦେଖିବା। ବାଟ କଢ଼ାଇ ନେଲା ବାଳି, ତାହାର ସାଥେ ବିପ୍ର ଚଳି। ବେଳ ହୋଇଲା ଘଡ଼ି 10, ମଦନାପୁରେ ପରବେଶ। ଯୁବତୀ ମିଳିଲା ମନ୍ଦିରେ, ବ୍ରାହ୍ମଣ ବସିଛି ପିଣ୍ଡାରେ। ତକ୍ଷଣେ ମଦନା ତରୁଣୀ, ହାଣ୍ଡି ତଣ୍ଡୁଳ ଦେଲାଣି। ରନ୍ଧନ ବିଧି ଯେତେ ଦ୍ରବ୍ୟ, ତୁରିତେ ସମର୍ପିଲା ସର୍ବ। ବ୍ରାହ୍ମଣ କଲା କରନ୍ଧନ, ଭୁଞ୍ଜିଣ ହେଲା ତୋଷମନ। ସେ ଆଚମନ ସାରି ଯାଇ, ବସିଲା ମହା ସୁଖ ପାଇ। ରତ୍ନ ପଲଙ୍କ ପାରି ଦେଲା, ବିପ୍ରଙ୍କୁ ତହିଁ ବସାଇଲା। ମଦନ ଗଲା ନିଜପୁରେ, ଅନ୍ନ ଭୁଞ୍ଜିଲା ଧାତିକାରେ। ତକ୍ଷଣେ ସାରି ଆଚମନ, ହସ୍ତେ ଧଇଲା ଗୁଆ ପାନ। ଉତ୍ସୁକ ହୋଇଲା ଯୁବତୀ, ମିଳିଲା ବ୍ରାହ୍ମଣର କତି। ତା ଦେଖି ବ୍ରାହ୍ମଣ ସନ୍ତୋଷ, ବୋଲଇ ଆସ ସଖୀ ବସ। ସୁନ୍ଦରୀ ବସିଲା ତା ପାଶେ, ତାମ୍ବୁଳ ଭୁଞ୍ଜଇ ହରଷେ। ତ୍ରିଭଙ୍ଗୀ ଚାହିଁବା ମାତ୍ରକେ, ଚିତ୍ତ ହରିଲା ନିମିଷକେ। ମଦନ ରୂପ ଗୁଣ ଚାହିଁ, ବ୍ରାହ୍ମଣ ହୋଇଲା କମୋହି। ଅଙ୍ଗେ ପିଡ଼ିଲା ପଞ୍ଚଶର, ବୋଲଇ ହସ୍ତ ଧରି ତାର। ଘୋ ସଖୀ ଚନ୍ଦ୍ରମା ବଦନୀ, ଚଞ୍ଚଳା କୁରଙ୍ଗୀ ନୟନୀ। ତୋହର ରୂପ ଗୁଣ ଦେଖି, ମୁଁ ବଡ଼ ହୋଇଲଇ ସୁଖୀ। ମଦନେ ଅସ୍ଥିର ମୋ ଦେହି, ଜୀବନ ରଖ ରତି ଦେଇ। ନୋହିଲେ ବିସର୍ଜିବି ପ୍ରାଣ, ଏକଥା ଅଟଇ ପ୍ରମାଣ। ମଦନା ବୋଇଲା କହସି, ତୁମ୍ଭେ ତ ଅଟ ବ୍ରହ୍ମ ଋଷି। ଗୃହ ଭାରିଜା ଧନ ଏଡ଼ି, ଅଇଲ ସର୍ବ ସୁଖ ଛାଡ଼ି। ବିଷ୍ଣୁର ପାଦ ପଦ୍ମେ ଖଟ,
ତର୍ପଣେ ସିଦ୍ଧ ତୁମ୍ଭେ ଅଟ। ସକଳ ଗୁଣେ ଗୁଣ ନିଧି, ଏବେ ତ କହୁଛ ବିଧି। ଯୁବତୀ ଯଦ୍ୟପି ରମିବ, ସକଳ ଧର୍ମ ନାଶ ଯିବ। ବ୍ରାହ୍ମଣ ବୋଲଇରେ ସହି, ଚିତ୍ତ ମୋ ଧରି ନ ପାରଇ। କାମେ ମୋ ଅଶକତ ଦେହ, ନିର୍ଦ୍ଦୟ ତୁହି ସଖୀ ନୁହ। ଏକଥା ନ କହ ମୋ ଆଗେ, ଦିଅ ସୁରତି ଦାନ ବେଗେ। ମଦନା ନ କହିଲା କଥା, ହସିନ ପୋତିଲା କମଥା। ବ୍ରାହ୍ମଣ କଲା ଲିଙ୍ଗନ, ଅଧରେ ଦେଲା କଚୁମ୍ବନ। ବିବିଧ ପ୍ରକାରେ ସୁରତି, କଲା କ ଦାମୋଦର ପତି। ବିଶେଷେ ସ୍ୱର୍ଗର ବଳା, ଜାଣଇ ରତି ରସ କଳା। ବଢ଼ିଲା ସୁଖ ଅପ୍ରମିତ, ତୋଷିଲା ବ୍ରାହ୍ମଣର ଚିତ୍ତ। ସ୍ଫଳିତ ହେଲା ରେତ ଯହୁଁ, ରମଣୀ ଉପେଖିଲା ତହୁଁ। ବ୍ରାହ୍ମଣ ହୋଇଲା କ ତୋଷୀ, ଏକ ଆରକେ ହସା ହସି। ଧନ୍ୟ ସେ ମଦନା ସୁନ୍ଦରୀ, ହେଳେ ମୋହିଲା ବ୍ରହ୍ମଚାରୀ। ଆପଣା ତାମ୍ବୁଳ ଚୋବାଇ, ଦେଲା ବ୍ରାହ୍ମଣ ତୁଣ୍ଡେ ନେଇ। ମଦନ ରସେ ମାତି କରି, ଉଚ୍ଛିଷ୍ଟ ବୋଲି ନ ବିଚାରି। ହରଷେ ଭୁଞ୍ଜିଲା ତାମ୍ବୁଳ, ପ୍ରେମ ରସରେ ହୋଇ ଭୋଳ। ମଦନ ବୋଲଇ ବଚନ, ମୁଁ ରାନ୍ଧି ପରସିବି ଅନ୍ନ। ତୁମ୍ଭେ ଭୁଞ୍ଜିବ ଅତି ସୁଖେ, କେତେ ଯେ ରାନ୍ଧୁଥିବ ଦୁଃଖେ। ବ୍ରାହ୍ମଣ ସନମତ କଲା, ମଦନା ପାକ ସମ୍ପାଦିଲା। ଆପଣା ସମର୍ପିଲା ଅନ୍ନ, ବ୍ରାହ୍ମଣ କଲା କ ଭୋଜନ। ସୁବାସ ଜଳ ଆଣି ଦେଲା, ବିପ୍ରତା ଆଚମନ କଲା। ପଲଙ୍କେ ବସିଲା କ ଯାଇ, କର୍ପୂର ତାମ୍ବୁଳ ଭୁଞ୍ଜଇ। ବିବିଧ ରସେ ସେ ବିହରି, ବ୍ରାହ୍ମଣ ବହୁ ଭୋଗ କରି। ଧର୍ମ କିରତି ପାସୋଇଲା, ଅଧର୍ମ ପଥ ଆବରିଲା। ବୋଲନ୍ତି ପ୍ରଭୁ ଜଗନ୍ନାଥ, କାମର ମହିମା ଏମନ୍ତ। କେଡ଼େ ସୁଜ୍ଞାନୀ ଦ୍ୱିଜ ବର, ସେ ପୁଣି କଲା ଅବିଚାର। ସକଳ ବାର ବ୍ରତ ତେଜି, ରହିଲା ସ୍ତ୍ରୀ ସଙ୍ଗେ ମଜି। ମୋ ନାମ ତିଳେ ସେ ନ ଧରି, ରହିଲା ବେଶ୍ୟାକୁ ଆଦରି। ଏମନ୍ତେ କେତେ କାଳ ଗଲା, ବ୍ରାହ୍ମଣ ପ୍ରାଣ ତ୍ୟାଗ କଲା। ଯମର ଦୂତେ ତାକୁ ନେଲେ, ଅନେକ ଶାସ୍ତି ତାକୁ ଦେଲେ। ନୃପତି ଆଗେ କଲେ ନେଇ, ସକଳ ବୃତ୍ତାନ୍ତ ଜଣାଇ। ଚିତ୍ରଗୁପ୍ତକୁ ଚାହିଁଣ, ଯମ ବୋଇଲେ ତାକୁ ପୁଣ। ଏ ମହାତ୍ମା ମଞ୍ଚେ ଥିଲା, କେବଳ ଦାନ ଧର୍ମ କଲା। ଏକଥା କହ ମନ୍ତ୍ରୀ ତୁମ୍ଭେ, ଶୁଣିଲେ ପ୍ରତେ ଯିବୁ ଆମ୍ଭେ। ରାଜା ଆଜ୍ଞାରେ ମନ୍ତ୍ରୀ ବର, ଦେଖିଲେ ପାଞ୍ଜି ଧରି କର। କହନ୍ତି ଯୋଡ଼ିବେନି କର, ଶୁଣ ହେ ନୃପତି ଶେଖର। ଏହାଦେ ସୁବୁଦ୍ଧି ସୁଜାଣ, ଅଟଇ ଜାତିରେ ବ୍ରାହ୍ମଣ। ମର୍ତ୍ତ୍ୟମଣ୍ଡଳେ ହେଉଥିଲା, ବହୁତ ଧର୍ମ ଆଚରିଲା। କାଳେ ସକଳ ତ୍ୟଜ୍ୟା କରି, ପୁଣି ହୋଇଲା ଦେଶାନ୍ତରୀ। ଅନେକ ତୀର୍ଥ ଯାତ୍ରା କଲା, ତପସ୍ୟାଧୀନ ଦିନ ନେଲା। ବିବେକ ବୁଦ୍ଧି ହରାଇ, ରହିଲା ବେଶ୍ୟା ଘରେ ଯାଇ। ବେଶ୍ୟା ସଙ୍ଗତେ ରତି କଲା,
ତା ଘରେ ଅନ୍ନ ହିଁ ଖାଇଲା। ତେଣୁ ନାସିଲା କୁଳ ଧର୍ମ, ତେଜିଲା ଗୋବିନ୍ଦର ନାମ। ମଲା ଥକାଏ ଦିନ ଅନ୍ତେ, ଧରି ଆଣିଲେ ଯମଦୂତେ। ଯେ ତୁମ୍ଭ ବିଚାରେ ଯୋଗାଇ, ସେ କଥା କରିବେ ଗୋସାଇଁ। କୋପେ ବୋଇଲା ତାକୁ ଯମ, ଏ ମୂଢ଼ କଲଶହୀନ କର୍ମ। ପ୍ରଥମେ ଧର୍ମ ଆଶ୍ରେ କଲା, ପୁଣି ତ ପାପ ଆଚରିଲା। ତହିଁର ଶାସ୍ତି ଏବେ ପାଉ, ଶୃଗାଳ ରୂପେ ଜାତ ହେଉ। ପରେ ଅର୍ଜିବ ପୁଣି କାଳ, ଏକ୍ଷଣି ହେଉ ଏ ଶୃଗାଳ। ଗିରି ଯେ ଅଛି ମଞ୍ଚପୁରେ, ଗୌରୀ ନଦୀର କୂଳରେ। ସେଠାରେ ଗଣ୍ଡକୁ ବନସ୍ଥ, ଗୋପୁଣ୍ୟ ବୋଲିଣ ପର୍ବତ। ବ୍ରହ୍ମଙ୍କ ବୋଲିଣ ଶୃଗାଳ, ସେ ଗିରି ଶିଖରେ ତାଳ। ଜାତକେଶ୍ୱର ସେ ଅଟଇ, ଆଗମ ନିଗମ ଜାଣଇ। ଭାରି ଯା ନାମ ଅଭିପ୍ରାଣୀ, ଅପୁତ୍ରିକ ସେ ବେନି ପ୍ରାଣୀ। ତାହାର ଗର୍ଭେ ଜାତ କର, ଶୃଗାଳ ହେଉ ଏ ପାମର। ବିବିଧ ମୃତ ମାଂସ ଖାଉ, ପଶୁ ହଇଣ ଦିନ ନେଉ। ପୁଣି ଏହାର ଅନ୍ତ କାଳେ, ସ୍ୱର୍ଗେ ବସିଣ ପୁଣ୍ୟ ବଳେ। ବ୍ରାହ୍ମଣ ବୋଲଇ ଗୋସାଇଁ, ଯେବେ ଶୃଗାଳ ହୋଇ ବଇଁ। ଦୋଷକୁ ପାଇଲହିଁ ଶାସ୍ତି, କେ ତାହା କରିବଟି ନାସ୍ତି। ଆଉ କଥାଏ ମତେ ଦେବ, ଏ ଜନ୍ମ କଥା ମନେ ଥିବ। ଜାତକେଶ୍ୱର ମୁଁ ହୋଇବି, ଏ ଜନ୍ମ କଥାକୁ ଜାଣିବି। ତେବେ କରିବି ଧର୍ମ କୀର୍ତ୍ତି, ପୁଣି ଲଭିବି ପୁଣ୍ୟ ଗତି। ଶୁଣିବ ଲଇ ଧର୍ମଜା ରାଜା, ଜାତକେଶ୍ୱର ତୁ ହୁଅ ଯା। ଯମ ଆଜ୍ଞାରେ ତାକୁ ନେଲେ, ଶୃଗାଳ ରୂପେ ଜାତ କଲେ। କହନ୍ତି ପ୍ରଭୁ ନାରାୟଣ, ଉଦ୍ଧବେ ସାବଧାନେ ଶୁଣ। ତୁ ଯେ ବୁଝିଲୁ ଧର୍ମ ଅର୍ଥ, ତେଣୁଟି କହିଲୁ ସମସ୍ତ। ଶ୍ରବଣ ପଥେ ଏହା ଶୁଣି, ନିନ୍ଦା କରନ୍ତି ଯେଉଁ ପ୍ରାଣୀ। ଅନ୍ତେ ପଡ଼ନ୍ତି ନର୍କେ ଯାଇ, ଜନ୍ମ ହୁଅନ୍ତି ପଶୁ ଦେଇ। ସୁଜନେ ଶୁଣି ହୁଅ ତୋଷ, ଭଣେ ନୃସିଂହ ଦାସ ଶିଷ୍ୟ। କହଇ ଦିନ କୃଷ୍ଣ ଦାସ, ତ୍ରାହି କରିବେ ପିତବାସ। ଉଦ୍ଧବେ କହେ ମହାବାହୁ, 160 ପଦ ଏହୁ। ଇତି ଶ୍ରୀ ମାଘ ମାହାତ୍ମ୍ୟ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଦାମୋଦର ପ୍ରତି ପ୍ରସ୍ତାବ କଥନେ ନାମ ଚତୁର୍ଥ ଅଧ୍ୟାୟ। ହରି ଶରଣମ୍ 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 ହରି ଶରଣମ୍। ଗୁରୁ ଶରଣମ୍ 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 ଗୁରୁ ଶରଣମ୍। ବାବା ଶରଣମ୍ 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 ବାବା ଶରଣମ୍।